ଫଗୁଣ ମାସରେ ଆମ୍ବ ବଉଳ ଗଛରେ ଝୁଲୁଛି ପେନ୍ଥା ପେନ୍ଥା ଆମ୍ବ ବଉଳ। ସମ୍ପୂର୍ଣ୍ଣ ପରିବେଶକୁ ମହକାଉଛି ବଉଳର ବହଳିଆ ବାସ୍ନା। ଏ ଦୃଶ୍ୟ ଯେତିକି ମନୋରମ ସେତିକି ହୃଦୟସ୍ପର୍ଶୀ। ବଉଳ ସୃଷ୍ଟି କରେ ଭାବୁକ ମନରେ ଭାବନା ଓ କବି ଲେଖନୀରୁ ଆପେ ଆପେ ଝରି ପଡ଼େ ପଦେ କବିତା। ଆମ୍ବ ବଉଳରୁ ବାରି ହୋଇଯାଏ ଆମ୍ବର ସ୍ୱାଦ। ପ୍ରକୃତିର ବିଚିତ୍ର ଲୀଳା। 12 ମାସରେ 6 ଭଉଣୀ। ବସନ୍ତ ଋତୁ ଶ୍ରେଷ୍ଠ। ବସନ୍ତ ଋତୁରେ ଆମ୍ବ ଗଛରେ ବଉଳ ଫୁଲର ବାସ୍ନା ମନମୁଗ୍ଧକର। କାକରକୁ ଖାତିର ନ କରି ଶାଗୁଆ ରଙ୍ଗର ଟିକି ଟିକି ଆମ୍ବ ଦୃଶ୍ୟ ହେବା ବାସ୍ତବରେ ମନଛୁଆଁ। ବଉଳ ଫୁଲର ସଜେଇ ହେବା ଗୁଣ ଆମ୍ର ବୃକ୍ଷକୁ ନୂଆ ରୂପରେ ଭେଟି ଦେଉଛି ହୃଦୟ ଜିଣିବା ପାଇଁ। ବଉଳ ଫୁଲକୁ ନେଇ ବନ୍ଧୁତା ତିଆରି ହେବା ସମ୍ପର୍କରେ ଏକ ସୂତାଖିଅ ବୋଲି ଶାସ୍ତ୍ରରେ ଲିଖିତ। ଆମ୍ବ ବଉଳ ନିଶ୍ଚିତ ଭାବରେ ନୂଆ ନୂଆ ବିଶ୍ୱାସର ବାସ୍ନା। ସମ୍ପର୍କର ଗୋଟେ ଅଦେଖା ହାତ ଭଳି ସବୁବେଳେ ପାଇଁ ସିଏ ଆମକୁ ଭଲ ପାଇବା ବାଣ୍ଟି ଚାଲିଛି। ଆମ୍ବ ବଉଳ ମଧ୍ୟ ଆମ ଘରେ ଘରେ କେଉଁ ଆଦି ଅନାଦି କାଳରୁ ଆମ ପରମ୍ପରା ସହ ଓତପ୍ରୋତ ଭାବରେ ଯୋଡ଼ି ହୋଇ ରହିଥିବା ଗୋଟେ ନୂଆ ଉନ୍ମାଦନା, ଗୋଟେ ଆତ୍ମୀୟତା, ଗୋଟେ ଉଦ୍ବେଳନ, ଯାହାକୁ କେବେ ହେଲେ ଶବ୍ଦରେ କେବେ ପ୍ରକାଶ କରିହୁଏ ନାହିଁ। ଆଉ ଏଇ ଆମ୍ବ ବଉଳ ଆଜି ଯାଏ ଆମକୁ ଯେଭଳି ଭାବରେ ଉନ୍ମାଦନା ଦେଇ ଆସିଛି, ପ୍ରତ୍ୟେକ ମୁହୂର୍ତ୍ତରେ ବିଭୋରପଣରେ, ନୂତନତ୍ୱରେ, ଆତ୍ମୀୟତାରେ ଭରପୁର ହୋଇ ଆମକୁ ସବୁବେଳେ ପାଇଁ ନୂଆ ରାହା ଦେଖାଉଛି। ରାସ୍ତାରେ ଯାଉଥିବା ପଥିକ କ୍ଳାନ୍ତି ଦୂର ପାଇଁ ଯେତେବେଳେ ଆମ୍ବ ଗଛ ମୂଳରେ ବସି ପଡ଼େ, ସେତେବେଳେ ବଉଳର ବାସ୍ନା ଆଣିଦିଏ ଅସୁମାରି ତୃପ୍ତି। ଆମ୍ବ ବଉଳ ମଧ୍ୟରୁ ଭାସି ଆସୁଥିବା କୋଇଲିର କୁହୁ କୁହୁ ସ୍ୱର ବାଟୋଇର ମନକୁ ଅଧିକ ରୋମାଞ୍ଚିତ କରିଦିଏ। ପିଲାଦିନର ଅନେକ ସ୍ମୃତିକୁ ମନେ ପକାଇବା ସହ କ୍ଷଣିକ ପାଇଁ ହେଉ ପଛେ ଜୀବନର ସମସ୍ତ ଦୁଃଖ କଷ୍ଟକୁ ଭୁଲିଯାଏ। समाप्त प्राय माघ मास आद्य फगुणर आरंभ बसंतर मृदु मलय सहित कोइलीर कुहुतान ता भितरे गा आंब तोटारे आंब गछरे फेंथा फेंथा आंब बौल एवं आंब बौलर बास्ना इति बहलिया जे समस्त पवन रे फेंटी होई गले भी बोध हुए हजि जानता नाही। आउ केईटा दिन परे जेतेबेले आंब फल शोभा पाइब आंब गछरे गा टोका जीवे से आम्रकुंज को टेकाटीए पकेइबे आंब तोड़िबे। कंचा आंब ठारू पाचिला आंब ये एक लंबा ऋतु। तारी भितरे गाँव रे विभिन्न प्रकार पर्वपर्वाणी एवं गाँव आंब तोटारे आंबर स्वाद वास्तविक ओडिया संस्कृतिर आउ एक निदर्शन।